ଆଜି ଆମେ ଜାଣିବା ଶ୍ରୀମନ୍ଦିର ଭିତରେ ଥିବା ଅନ୍ୟ କେତେକ ମନ୍ଦିର ବିଷୟରେ। ପୂର୍ବ ଭିଡ଼ିଓରେ ଶ୍ରୀମନ୍ଦିର ଭିତରେ ଥିବା ପ୍ରାୟ 25ଟି ମନ୍ଦିର ବିଷୟରେ ମୁଁ କହିଥିଲି। ଆଜି ଅନ୍ୟ କିଛି ମନ୍ଦିର ବିଷୟରେ ଜାଣିବା। ଶ୍ରୀ ମହାଲକ୍ଷ୍ମୀଙ୍କ ମନ୍ଦିର। ଓଡ଼ିଶାର ରାଜା ଚୋଡ଼ଗଙ୍ଗ ଦେବ ଜଗନ୍ନାଥଙ୍କର ମୁଖ୍ୟ ମନ୍ଦିର ସହିତ ଲକ୍ଷ୍ମୀ ଦେବୀଙ୍କର ମନ୍ଦିର ମଧ୍ୟ ନିର୍ମାଣ କରାଇଥିଲେ। ତେଣୁ ମୁଖ୍ୟ ମନ୍ଦିର ଓ ଲକ୍ଷ୍ମୀ ମନ୍ଦିରର ସ୍ଥାପତ୍ୟ କଳାରେ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ଏହି ମନ୍ଦିରଟି ଶ୍ରୀମନ୍ଦିର ଉତ୍ତର ପଶ୍ଚିମ ଦିଗରେ ଭିତର ବେଢ଼ାରେ ଅବସ୍ଥିତ। ମହାଲକ୍ଷ୍ମୀଙ୍କର ମନ୍ଦିରର ଜଗମୋହନର ପଣ୍ଡିତମାନେ ଶ୍ରୀ ଜଗନ୍ନାଥ ତତ୍ତ୍ୱ ସମ୍ବନ୍ଧରେ ଏଠାରେ ଆଲୋଚନା କରନ୍ତି। ବିଧି ଅନୁସାରେ ମହାଲକ୍ଷ୍ମୀ ଦେବୀଙ୍କର ଦର୍ଶନ ପରେ କିଛି ସମୟ ପାଇଁ ଏହି ମଣ୍ଡପରେ ବସି ବିଷ୍ଣୁଙ୍କର ଭଜନ, ଜପ ଓ ଧ୍ୟାନ ମଧ୍ୟ କରାଯାଏ। ଏହି ଜଗମୋହନର ଏକ ମନ୍ଦିର ଭିତରେ ଶ୍ରୀ ଲକ୍ଷ୍ମୀ ନୃସିଂହ ମୂର୍ତ୍ତି ସ୍ଥାପିତ ହୋଇଛି। ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କର ମୂର୍ତ୍ତି ମଧ୍ୟ ଦେଖାଯାଏ। ପୁଣି ଏହି ମନ୍ଦିରର ଜଗମୋହନଙ୍କର ରାମାନୁଚାର୍ଯ୍ୟ ଓ ଆଲବାରମାନଙ୍କର ଚିତ୍ର ଦେଖିବାକୁ ମିଳେ। ନବଗ୍ରହଙ୍କ ମନ୍ଦିର। ମହାଲକ୍ଷ୍ମୀ ମନ୍ଦିର ପାଖରେ ଏକ ମନ୍ଦିର ଅଛି। ଏହି ମନ୍ଦିରରେ ନବଗ୍ରହଙ୍କର ମୂର୍ତ୍ତି ଅଛି। ଏଥିରେ ନବଗ୍ରହ ବିଗ୍ରହମାନଙ୍କର ସ୍ଥିତି ଓ ଅନ୍ୟାନ୍ୟ ନବଗ୍ରହ ବିଗ୍ରହଠାରୁ ଭିନ୍ନ। ଅନ୍ୟ ନବଗ୍ରହ ମନ୍ଦିରରେ ସୂର୍ଯ୍ୟଙ୍କର ସ୍ଥାନ ବାମ ପଟେ ଥାଏ ଓ ତାଙ୍କୁ ପ୍ରଥମେ ପୂଜା କରାଯାଏ। କିନ୍ତୁ ଏହି ମନ୍ଦିରରେ ପ୍ରତିଷ୍ଠିତ ନବଗ୍ରହ ମୂର୍ତ୍ତିରେ ସୂର୍ଯ୍ୟଙ୍କର ସ୍ଥାନ ଡାହାଣ ପଟେ ରହିଛି। ତେଣୁ ତାଙ୍କର ପୂଜା ମଧ୍ୟ ଅନ୍ୟ ଗ୍ରହମାନଙ୍କର ପୂଜା ପରେ ହୁଏ। ଭକ୍ତମାନେ ଗ୍ରହ ଶାନ୍ତି ପାଇଁ ଏଠାରେ ପୂଜା ଅର୍ଚ୍ଚନା କରନ୍ତି। ପ୍ରତି ଶନିବାର ଦିନ ଏଠାରେ ଶନି ଗ୍ରହଙ୍କର ବିଶେଷ ପୂଜା ହୁଏ। ସୂର୍ଯ୍ୟ ମନ୍ଦିର। କୁର୍ମବେଢ଼ାର ଉତ୍ତର ଦିଗରେ ଥିବା ଏହି ମନ୍ଦିରରେ ନିର୍ମାଣ ପ୍ରଥମେ ଧର୍ମଦେବ ବା ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ କରାଯାଉଥିଲା। ଏଠାରେ ସୂର୍ଯ୍ୟଙ୍କ ମୂର୍ତ୍ତି ଅଛି। କୋଣାର୍କ ମନ୍ଦିର ଭାଙ୍ଗିଗଲା ପରେ ସେଠାରେ ଆଦି ସୂର୍ଯ୍ୟ ବିଗ୍ରହକୁ ସ୍ଥାନାନ୍ତରିତ କରି ଏଠାରେ ସ୍ଥାପନ କରାଯାଇଛି। କୋଣାର୍କ ମନ୍ଦିରର ସବୁ ପୂଜା ପଦ୍ଧତି ଅନୁସାରେ ଏହି ମନ୍ଦିରରେ ପୂଜା କାର୍ଯ୍ୟ ହେଉଛି। ଏଠାରେ ବିବାହ ପାଇଁ ଦୁଇ ପକ୍ଷର ନିର୍ବନ୍ଧ ମଧ୍ୟ କରାଯାଏ। ଗୋପୀନାଥ ଓ ରାମଚନ୍ଦ୍ରଙ୍କ ମନ୍ଦିର। ଏହି ମନ୍ଦିରରେ ଶ୍ରୀକୃଷ୍ଣ ଓ ରାମଚନ୍ଦ୍ର ଦୁହିଁଙ୍କର ପୂଜା କରାଯାଏ। ଏଠାରେ ରାମାୟଣ ଓ ମହାଭାରତ ଯୁଗର ସଂଯୋଗ ତଥା ସମନ୍ୱୟ ରହିଛି। ଦଧିବାମନ ମନ୍ଦିର। ଏହି ମନ୍ଦିରରେ ଦଧିବାମନ ରୂପୀ ଶ୍ରୀକୃଷ୍ଣଙ୍କ ବିଗ୍ରହ ପୂଜିତ ହେଉଛି। ପାତାଳେଶ୍ୱରଙ୍କ ମନ୍ଦିର। ପାତାଳେଶ୍ୱର ମହାଦେବଙ୍କ ମନ୍ଦିରଟି ଗଙ୍ଗବଂଶୀ ରାଜା ଅନଙ୍ଗ ଭୀମଦେବଙ୍କର କୀର୍ତ୍ତି। ଏହି ମନ୍ଦିରରେ ଅନଙ୍ଗ ଭୀମଦେବଙ୍କ ଶିଳାଲେଖ ଦେଖିବାକୁ ମିଳେ। ମହାଦେବଙ୍କ ଲିଙ୍ଗ ମୂର୍ତ୍ତି ଭୂମିଠାରୁ ବହୁତ ତଳେ ରହିଛି ଓ ମନ୍ଦିରଟି ଅଧା ପୋତା ହେବା ପରି ବାହାରକୁ ଦେଖାଯାଉଛି। ପାଦପଦ୍ମ ମନ୍ଦିର। ପ୍ରଥମେ ଉକ୍ତ ଶିରୋମଣି ଶ୍ରୀଚୈତନ୍ୟ ଦେବଙ୍କ ପଦ୍ମ ଚିହ୍ନ ଶ୍ରୀମନ୍ଦିରର ଜଗମୋହନର ଗରୁଡ଼ ସ୍ତମ୍ଭର ପଛରେ ଥିଲା। ତାପରେ ତାକୁ ଏହି ମନ୍ଦିରରେ ରଖାଯାଇଛି। ଗୌଡ଼ୀୟ ବୈଷ୍ଣବଙ୍କ ପାଇଁ ଏହି ମନ୍ଦିର ବହୁତ ପବିତ୍ର ଅଟେ। ସୁଆସାରୀ ମନ୍ଦିର। ପାଦପଦ୍ମ ମନ୍ଦିର ପାଖରେ ଏହି ମନ୍ଦିର ଅବସ୍ଥିତ। ଏଠାରେ ଶ୍ରୀକୃଷ୍ଣ ଓ ଶ୍ରୀରାମଚନ୍ଦ୍ର ପୂଜିତ ହୁଅନ୍ତି। ଶ୍ରୀଚୈତନ୍ୟ ଦେବଙ୍କ ମନ୍ଦିର। ଶ୍ରୀଚୈତନ୍ୟ ମନ୍ଦିରରେ ପ୍ରବେଶ କରିବା ସମୟରେ ପ୍ରଥମେ କୁର୍ମବେଢ଼ାର ପ୍ରବେଶ ପଥଠାରେ କୀର୍ତ୍ତନ ଆରମ୍ଭ କରିଥିଲେ। ଓଡ଼ିଶାର ଗଜପତି ରାଜା ପ୍ରତାପରୁଦ୍ର ଦେବ ଏହି ସ୍ଥାନରେ ସତ୍ସଙ୍ଗ କରାଉଥିଲେ। ପରେ ଏଠାରେ ଶ୍ରୀଚୈତନ୍ୟ ଦେବଙ୍କର ମନ୍ଦିର ନିର୍ମାଣ କରାଯାଇଥିଲା। ଏହା ଭିତରେ ବେଢ଼ାର ପୂର୍ବପଟେ ଅଛି। ଶିଖର ନିଶା ମନ୍ଦିର। ଶ୍ରୀମନ୍ଦିର ବା ମୁଖ୍ୟ ମନ୍ଦିରର ତିନି ଦିଗରେ ତିନି ଗୋଟି ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତି ଖୋଦିତ ହୋଇଛି ଓ ସେହି ମୂର୍ତ୍ତି ଆଗରେ ତିନି ଗୋଟି ସାନ ମନ୍ଦିର ନିର୍ମିତ ହୋଇଛି। ସେଗୁଡ଼ିକୁ ନିଶା ମନ୍ଦିର କୁହାଯାଏ। ଦକ୍ଷିଣ ପଟେ ଥିବା ମନ୍ଦିରରେ ଶ୍ରୀ ବରାହ, ପଶ୍ଚିମ ପଟେ ମନ୍ଦିରରେ ଶ୍ରୀ ନୃସିଂହ ଓ ଉତ୍ତର ପଟେ ଥିବା ମନ୍ଦିରରେ ତ୍ରିବିକ୍ରମ ମୂର୍ତ୍ତି ଅଛି। ଏହି ମୂର୍ତ୍ତିଗୁଡ଼ିକ କଳା ମୁଗୁନି ପଥରରେ ତିଆରି ହୋଇଛି। ଦେବସଭା ମଣ୍ଡପ। ଶ୍ରୀମନ୍ଦିରକୁ ଲାଗି ଉତ୍ତର ପାର୍ଶ୍ୱରେ ଥିବା ଗୋଟିଏ ମଣ୍ଡପ ଉପରେ ଦେବତା, ଋଷି, ସ୍ୱର୍ଗର ନର୍ତ୍ତକୀ ଓ ସ୍ୱର୍ଗଲୋକର ଦର୍ଶକମାନେ ଏକତ୍ରିତ ହୋଇ ପରସ୍ପର ବିଚାର ବିମର୍ଶ କରିବା ପରେ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଶୁଣାଯାଏ। ଏଠାରେ ଦେବସଭା ବୈଠକ ବସିଥିବାରୁ ସେହି ସ୍ଥାନକୁ ଅତି ପବିତ୍ର ବୋଲି ମନେ କରାଯାଏ। ମଦନମୋହନ ମନ୍ଦିର। ଶ୍ରୀ ମନ୍ଦିରର ବଡ଼ ଦେଉଳର ଦକ୍ଷିଣ ପଟକୁ ଗୋଟିଏ ଛୋଟ ମନ୍ଦିର ଅଛି। ଏଠାରେ ମଦନମୋହନ ତଥା ଅନ୍ୟ ଚଳନ୍ତି ପ୍ରତିମା ଗୁଡ଼ିକୁ ପୂଜା କରାଯାଏ। ସ୍ନାନଯାତ୍ରା ଓ ରଥଯାତ୍ରା ଛଡ଼ା ଅନ୍ୟାନ୍ୟ ଉତ୍ସବରେ ଓ ମନ୍ଦିର ବାହାରେ ବିଭିନ୍ନ ଯାତ୍ରାରେ ମଦନମୋହନ ଶ୍ରୀ ଜଗନ୍ନାଥଙ୍କର ପ୍ରତିନିଧିତ୍ୱ କରନ୍ତି। ଦୋଳଯାତ୍ରାରେ ଦୋଳଗୋବିନ୍ଦ ପ୍ରତିନିଧିତ୍ୱ କରନ୍ତି। ମାଜଣା ମଣ୍ଡପ। ଏହି ମଣ୍ଡପଟି ମଦନମୋହନ ମନ୍ଦିର ସାମ୍ନାରେ ଅଛି। ପ୍ରତି ଗୁରୁବାର ଦିନ ଏଠାରେ ଶ୍ରୀ ମଦନମୋହନ, ମହାଲକ୍ଷ୍ମୀ ଓ ସରସ୍ୱତୀ ପ୍ରତିମା ଗୁଡ଼ିକର ଶ୍ରୀଅଙ୍ଗ ମାର୍ଜନା କରାଯାଏ।
ଏଠାରେ ଯଥା କାଳରେ ରୁକ୍ମିଣୀ ବିବାହ ଓ ଦୁର୍ଗାଙ୍କର ଅଭିଷେକ ମଧ୍ୟ ହୁଏ। ନାଭି କଟା ମଣ୍ଡପ, ଏହି ମଣ୍ଡପ ଉପରେ ଜନ୍ମାଷ୍ଟମୀ ଦିନ ଶିଶୁ ଶ୍ରୀକୃଷ୍ଣଙ୍କର ନାଭି କଟାଯାଏ।